ଆମେ ତ୍ରୟୋଦଶ ଅଧ୍ୟାୟ ପାଠ କରିବା। ତ୍ରୟୋଦଶ ଅଧ୍ୟାୟର କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ। ଅର୍ଜୁନ ଉବାଚ ପ୍ରକୃତି ପୁରୁଷ ସ୍ୱରୂପ କ୍ଷେତ୍ର କ୍ଷେତ୍ରଜ୍ଞର ରୂପ ଜ୍ଞାନ ଓ ଜ୍ଞେୟର କି ଭାବ ବୁଝାଇ କୁହ ହେ କେଶବ। ଶ୍ରୀ ଭଗବାନ ଉବାଚ ଶୁଣ ହେ ତୁମ୍ଭେ କୁନ୍ତି ପୁତ୍ର ଏହି ଶରୀର ଅଟେ କ୍ଷେତ୍ର ଏତତ ଜାଣେ ଯେଉଁ ନର କ୍ଷେତ୍ରଜ୍ଞ ନାମଟି ତାହାର। ଆହେ ଭାରତ ଜାଣ ଏତେ କ୍ଷେତ୍ରଜ୍ଞ ମୁହିଁ ସବୁ କ୍ଷେତ୍ରେ କ୍ଷେତ୍ର କ୍ଷେତ୍ରଜ୍ଞ ତତ ଯେତେ ଜ୍ଞାନ ହିଁ ଅଟେ ମୋର ମତେ। ସେ କ୍ଷେତ୍ର ଯାହା ଓ ଯେପରି ବିକାର ଯୁକ୍ତ କେଉଁ ପରି ଏବଂ ଯାଠାରୁ ଯିଏ ଜନ୍ମ କିଏ ସେ ମଧ୍ୟ ସେ କ୍ଷେତ୍ରଜ୍ଞ କିପରି ପ୍ରଭାବ ତାହାର ମୋଠାରୁ ଶୁଣ ସଂକ୍ଷେପର ଋଷିଙ୍କ ଦ୍ୱାରା ବିସ୍ତୃତରେ ବେଦର ବିବିଧ ମନ୍ତ୍ରରେ। ଏହାର ସାର ତତ୍ତ୍ୱ ଅବଶ୍ୟ ହୋଇଛି ବର୍ଣ୍ଣିତ ଆବର ହୋଇ ଯୁକ୍ତିଯୁକ୍ତ ବ୍ରହ୍ମସୂତ୍ର ପଦେ ନିର୍ମିତ। ମହାଭୂତ ଓ ଅହଙ୍କାର ବୁଦ୍ଧି ଅତ୍ୟନ୍ତ ଚେତନାର ଦଶ ଇନ୍ଦ୍ରିୟ ଏକ ମନ ପଞ୍ଚେନ୍ଦ୍ରିୟ ଏ କ୍ଷେତ୍ର ଜାଣ। ଇଚ୍ଛା ଦେଶ ଓ ସୁଖ ଦୁଃଖ ଶରୀର ଚେତନା ସହିତ ଧୃତି ଯେ ଅଟନ୍ତି ବିକାର ବର୍ଣ୍ଣିତ ଏହା ସଂକ୍ଷେପର। ଅହିଂସା ସ୍ଥିର ଓ ସରଳ ମନ ଯାହାର କ୍ଷମାଶୀଳ ଗୁରୁଙ୍କ ଉପାସନାରତ ସର୍ବଦା ଶୁଦ୍ଧ ଯାର ଚିତ୍ତ ଇନ୍ଦ୍ରିୟ ବିଷୟ ବୈରାଗ୍ୟ ଅହଙ୍କାରକୁ କରି ତ୍ୟାଗ ଜନ୍ମ ମରଣ ଜରା ବ୍ୟାଧି ଏସବୁ ଦୁଃଖ ଅନୁଭୂବି ଗୃହ ସମ୍ପତ୍ତି ପତ୍ନୀ ପୁତ୍ର ମମତା ଆସକ୍ତି ରହିତ ପ୍ରିୟ ଅପ୍ରିୟ ଯାହା ପାଏ ମନ ତା ସଦା ସ୍ଥିର ଥାଏ। ଅନ୍ୟନ୍ୟ ଯୋଗେ ଅନୁରକ୍ତି ରଖି ମୋଠାରେ ଶ୍ରଦ୍ଧା ଭକ୍ତି ଏକାନ୍ତ ବାସ ସ୍ୱଭାବରେ ଆଗ୍ରହ ତେଜି ସଂସାରରେ ଆଧ୍ୟାତ୍ମ ଜ୍ଞାନେ ନିତ୍ୟ ସ୍ଥିତ ତତ୍ତ୍ୱରେ ଦର୍ଶନ ସର୍ବତ୍ର ଏସବୁ ଅଟଇ ଯେ ଜ୍ଞାନ ଏଥିରୁ ଭିନ୍ନଟି ଅଜ୍ଞାନ। ଜାଣିବା ଯୋଗ୍ୟ ଅଟେ ଯିଏ ଯା ପୁଣି ଅମରତ୍ୱ ଦିଏ ସେହି ପରମ ତତ୍ତ୍ୱ ମୁହିଁ ବିଶଦ ଭାବେ କହିବହିଁ। ଅନାଦି ପରମ ସେ ତତ୍ତ୍ୱ ନୁହେଁ ସେ ସତ ବା ଅସତ ସର୍ବତ୍ର ହସ୍ତ ପାଦ ମୁଖ ଶିର ନେତ୍ର କର୍ଣ୍ଣ ବ୍ୟାପ୍ତ ସଂସାରେ ସକଳ ବ୍ୟାପୃତ ହୋଇ ରହିଛି ସର୍ବଭୂତ ଥାଇ ସେ ଇନ୍ଦ୍ରିୟ ସହିତ ମାତ୍ର ଇନ୍ଦ୍ରିୟ ବିବର୍ଜିତ ହଇଣ ଆସକ୍ତି ରହିତ ତଥାପି ପାଳନ୍ତି ଜଗତ ନିର୍ଗୁଣ ସିଏ ରହିଥାନ୍ତି ଗୁଣର ଭକ୍ତା ବି ବୋଲାନ୍ତି। ଚର ଅଚର ମଧ୍ୟରେ ପ୍ରାଣୀଙ୍କ ଭିତର ବାହାରେ ଦୂରରେ ପୁଣି ନିକଟରେ ବ୍ୟାପ୍ତ ସେ ଯେ ସର୍ବଭୂତରେ ଯେଣୁ ସେ ବ୍ୟାପ୍ତ ସୂକ୍ଷ୍ମ ରୂପେ ଜାଣିଲ ନୁହନ୍ତି ପ୍ରତ୍ୟକ୍ଷେ ଯଦିଚ ବିଭକ୍ତ ପ୍ରତୀତ ଅଟନ୍ତି ସିଏ ଅବିଭକ୍ତ ହୋଇ ପ୍ରାଣୀଙ୍କ ମଧ୍ୟ ସ୍ଥିତ ସେ ଜ୍ଞେୟ ସ୍ୱରୂପ ହେମନ୍ତ ପ୍ରାଣୀଙ୍କର ସେ ଉତ୍ପାଦକ ପାଳକ ଆଉ ସଂହାରକ ସମସ୍ତ ଜ୍ୟୋତିର ସେ ଜ୍ୟୋତି ମାୟାରୁ ଅତୀତ ବୋଲାନ୍ତି ସେ ଜ୍ଞାନ ଗମ୍ୟ ଜ୍ଞାନ ରୂପ ଜ୍ଞେୟ ସେ ସର୍ବ ପ୍ରାଣେ ସ୍ଥିତ ଏ ରୂପେ କ୍ଷେତ୍ର ଜ୍ଞାନ ସଂକ୍ଷେପେ ହୋଇଲା ବର୍ଣ୍ଣନ
ମୋ ଭକ୍ତ ଜାଣି ଏହି ତତ୍ତ୍ୱ, ଭାବକୁ ମୋର ହୁଏ ପ୍ରାପ୍ତ। ପୁରୁଷ ସହିତ ପ୍ରକୃତି ଏ ଦୁହେଁ ଅନାଦି ଅଟନ୍ତି। ବିକାର ସହ ଯେତେ ଗୁଣ, ପ୍ରକୃତି ଠାରୁ ସୃଷ୍ଟି ଜାଣ। ଯେତକ କାର୍ଯ୍ୟ ଅକାରଣ, ପ୍ରକୃତି ହେତୁରୁ ଉତ୍ପନ୍ନ। ସୁଖ ଦୁଃଖ ଭଗବାନ, ଦେବାରେ ପୁରୁଷ କାରଣ। ପୁରୁଷ ପ୍ରକୃତିରେ ଥାଇ, ପ୍ରକୃତି ଗୁଣକୁ ଭଗଇ। ଜୀବ ଏ ଗୁଣ ପ୍ରଭାବରେ, ଜନ୍ମଇ ବିଭିନ୍ନ ଯୋନିରେ। ଉପଦ୍ରଷ୍ଟା ଅନୁମନ୍ତା, ମହେଶ୍ୱର ଭର୍ତ୍ତା ଓ ଭକ୍ତା। ଏ ରୂପେ ପୁରୁଷଟି ଖ୍ୟାତ, ପରମାତ୍ମା ବୋଲି କଥିତ। ଏ ଦେହେ କରିଲେଁ ବାସ, ଦେହରୁ ଭିନ୍ନ ସେ ଅବଶ୍ୟ। ଗୁଣ ପ୍ରକୃତି ଏତାଦୃଶ, ଜାଣିବା ତତ୍ତ୍ୱ ଯେ ମଣିଷ। କରଇ କର୍ତ୍ତବ୍ୟ କର୍ମ, ନ ପାଏ ସିଏ ପୁନର୍ଜନ୍ମ। ଶରୀରେ ପରମ ଦର୍ଶନ, ଲଭନ୍ତି କରି ଯୋଗ ଧ୍ୟାନ। କେ ଲଭେ ସାଂଖ୍ୟ ଧ୍ୟାନ ଯୋଗେ, କେୟ ବା ପାଏ କର୍ମ ଯୋଗେ। ଜଗତେ ଅନ୍ୟ କେତେ ଲୋକ, ନ ଜାଣି ଏହିପରି ତତ୍ତ୍ୱ। ତତ୍ତ୍ୱଜ୍ଞ ଜନଙ୍କଠୁ ଶୁଣି, କରନ୍ତି ଉପାସନା ଜାଣି। ହଇ ଶ୍ରବଣ ପରାୟଣ, ମୃତ୍ୟୁକୁ ତରି ଯାନ୍ତି ଜାଣ। ସ୍ଥାବର ଜଙ୍ଗମ ସହିତ, ଜନ୍ମ ଯେତକ ପ୍ରାଣିପାର୍ଥ। କ୍ଷେତ୍ର କ୍ଷେତ୍ରଜ୍ଞ ସଂଯୋଗରେ, ସୃଷ୍ଟି ହୁଅନ୍ତି ଜଗତରେ। ନାଶ ରହିତ ସମସ୍ଥିତ, ପରମେଶ୍ୱରଙ୍କର ରୂପ। ବିନାଶଶୀଳ ପ୍ରାଣୀ ଦେହେ, ଯେ ଦେଖେ ଯଥାର୍ଥ ହିଁ ସିଏ। ସର୍ବତ୍ର ସମରୂପେ ସ୍ଥିତ, ଈଶ୍ୱର ଦେଖେ ଯେ ପ୍ରତ୍ୟକ୍ଷ। ଯେ କେବେ ହିଂସା କରେ ନାହିଁ, ପରମ ଗତି ଲଭେ ସେହି। କ୍ରିୟାକୁ ଭାବେ ପ୍ରକୃତିର, ଅକର୍ତ୍ତା ଆତ୍ମାକୁ ନିଜର। ଏମନ୍ତ ଭାବ ଦୃଷ୍ଟି ଯାର, ଯଥାର୍ଥ ଭାବନା ତାହାର। ପ୍ରାଣୀଙ୍କ ଭିନ୍ନ ଭିନ୍ନ ଭାବ, ଏକେ ସ୍ଥିତ ଯେ ଦେଖେ ସର୍ବ। ତାଠାରୁ ସବୁର ବିସ୍ତାର, ଦେଖେ ଯେ ବ୍ରହ୍ମ ପ୍ରାପ୍ତି ତାର। ଆତ୍ମା ହିଁ ଅନାଦି ନିର୍ଗୁଣ, ହେ ପ୍ରାତ ଅବ୍ୟୟ ପରମ। ଶରୀରେ କରିଲେ ବା ବାସ, ନ କରେ କିଛି ନୁହେଁ ଲିପ୍ତ।
ଆକାଶ ହୋଇ ସର୍ବବ୍ୟାପ୍ତ ସୂକ୍ଷ୍ମ ଯୋଗୁଁ ସେ ନୁହେଁ ଲିପ୍ତ। ଆତ୍ମା ଯେପରି ସର୍ବଦେହେ ବ୍ୟାପୀ ରହି ବିଲିପ୍ତ ନୁହେଁ। ସୂର୍ଯ୍ୟ ଯେପରି ମାତ୍ର ଏକ ସଂସାର କରେ ପ୍ରକାଶିତ, ସେପରି କ୍ଷେତ୍ରଜ୍ଞ ହେ ପାର୍ଥ ପ୍ରକାଶ କରେ ସର୍ବକ୍ଷେତ୍ର। ଜ୍ଞାନ ଚକ୍ଷୁରେ ଏହିପରି କ୍ଷେତ୍ରଜ୍ଞ ବିଚାରି ପ୍ରଭେଦ ବିଭାଗ ସମେତ ଦେଖିପାରନ୍ତି ମୁକ୍ତିପଥ। ଜାଣି ଯେ ପାରନ୍ତି ଏ ତତ୍ତ୍ୱ ପରମାତ୍ମା ସେ ହୁଏ ପ୍ରାପ୍ତ। ଇତି ତ୍ରୟୋଦଶୋऽଧ୍ୟାୟ। କ୍ଷେତ୍ରଜ୍ଞ ବିଭାଗ ଯୋଗ। ଓಂ ନମୋ ଭଗବତେ ବାସୁଦେବାୟ।